ଜି ଉଦୟଗିରି ଗସ୍ତରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ବୁଲିଲେ କାଲିଗାଡୁ ହିଲଟପ୍। ଏଥର ହେବ କାଲିଗାଡୁର ବିକାଶ। ଟିକିନିକି ଖବରକୁ ଦର୍ଶକ ବନ୍ଧୁ ସ୍ୱାଗତ। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ଶୁକ୍ରବାର ଅପରାହ୍ନ 12 ଘଣ୍ଟିକା ସମୟରେ ଅଚାନକ ଆସି ପହଞ୍ଚିଲେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକ। ପୂର୍ତ୍ତ ବିଭାଗ ବଙ୍ଗଳାଠାରେ କିଛି ସମୟ ରହିବା ପରେ ମାଲିକାଡ ପଡ଼ି ପଞ୍ଚାୟତ ଅନ୍ତର୍ଗତ ସିରକି ଇକୋ ପାର୍କ ବୁଲି ଦେଖିଥିଲେ ଓ ମୁକୁଲିଙ୍ଗିଆ କାଲିଗାଡୁ ହିଲଟପ୍ ଗସ୍ତ କରି ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି, ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ଦାର୍ଜିଲିଂ ବୋଲି କୁହନ୍ତି, ଯାହାର ସୌନ୍ଦର୍ଯ୍ୟରେ ପର୍ଯ୍ୟଟକ ବିଭୋର ହୁଅନ୍ତି। ମାନ୍ୟବର ମନ୍ତ୍ରୀ ଉକ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆଶା ସୁନିଶ୍ଚିତ କରିଛି କି ଏଥର ନିଶ୍ଚୟ ଆମ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ହେବ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତା ଉପସ୍ଥିତ ରହିଥିବା ବେଳେ ବିଜେପି ନଗର ସଭାପତି ଉଦୟସନ ପ୍ରଧାନ, ଲକ୍ଷ୍ମଣ କୁମାର ଆଚାର୍ଯ୍ୟ, ସନ୍ତୋଷ ମୁନି, ସୁସ୍ମିତା ଜେନା, ବସନ୍ତ କୁମାର ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ପ୍ରିୟବ୍ରତ ସାହୁ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଜି ଉଦୟଗିରି ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ରାସ୍ତା କଡ଼ରେ ବସୁଥିବା ଉଠା ପରିବା ବ୍ୟବସାୟୀଙ୍କ ପାଇଁ ଦୈନିକ ବଜାରର ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଶେଷରେ ନିଜ ବନ୍ଧୁଙ୍କ ଘରକୁ ଯିବା ପରେ ଫେରି ଯାଇଥିବା ସୂଚନା ରହିଛି। ଉଦୟଗିରି ଏରିଆର ଜାଗା ଅଛି, ନିଶ୍ଚିତ ଭାବରେ ତାର ବିକାଶ ହେବା କଥା। ବିକାଶ ଦିଗରେ ନୂଆ ସରକାର ଅଛି, ନୂଆ ସରକାର ଆମେ ଟୁରିଜିମ ସେକ୍ଟରରେ ଉନ୍ନତି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସରକାରଙ୍କର ଆଭିମୁଖ୍ୟ ବହୁତ ଅଛି। ଏବଂ ସବୁଠାରୁ ବଡ଼ କଥା ହେଲା ଯେଉଁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ହୋଇଥିଲା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ, ମହାମହିମ ରାଷ୍ଟ୍ରପତିଙ୍କ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମସ୍ତଙ୍କର ସେ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ଆସନ୍ତୁ, ଦେଖନ୍ତୁ ଏ ହିଲଟପ୍ ଓଡ଼ିଶା ପ୍ରକୃତିର ଗନ୍ତାଘର। ତା ଭିତରୁ ଆମେ ଯଦି କନ୍ଧମାଳ ଜିଲ୍ଲାକୁ ଦେଖିବା, ଯେଉଁଟାକି ଦାରିଙ୍ଗିବାଡ଼ି, ଆଜି ବି ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗିବାଡ଼ି ଆସୁଛନ୍ତି, ଯେଉଁଠିକି ସ୍ନୋଫଲ୍ ହେଉଛି, -डिग्री ସେଲସିୟସ୍ ରହୁଛି। ଏବେ ଆଜି ମୋର ସୌଭାଗ୍ୟ ଆଜି ଉଦୟଗିରିର କାଲିଗାଡୁ ହିଲଟପ୍ ଆମେ ଆସିଛୁ, ଯେଉଁଠିକି ବାଦଲ ତା ମୁଣ୍ଡରେ ବାଜୁଛି। ଟପ୍ ଜାଗାଟା ବହୁତ ଖୁସି ବି ଲାଗୁଛି। ଏଠିକାର ୱେଦର, ଏଠିକାର ପ୍ରକୃତି, ଏଠିକାର ଗଛଲତା ଏବଂ ପାହାଡ଼ ଯେଉଁ ପ୍ରକାର ମନୋରମ ଦୃଶ୍ୟ ଅଛି, ନିଶ୍ଚିତ ଭାବରେ ପର୍ଯ୍ୟଟକକୁ ଏବଂ ଯେଉଁମାନେ ବି ଦର୍ଶକ ଆସିବେ ସେମାନେ ଅତି ଆନନ୍ଦ ସହିତ ଖୁସି ହେଇକିରି ଯିବେ। ସେମାନଙ୍କୁ ଅନୁଭବ ହୁଏ ଯେ ଆମେ ଦର୍ଶକ ବନ୍ଧୁ ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।